ନମସ୍କାର। ଆଉ ଥରେ ମୁଁ ଆପଣମାନଙ୍କୁ ଆମ ଓଡ଼ିଆ ସାବସ୍କୁ ପାଠରେ ସ୍ୱାଗତ କରୁଅଛି। ଗୁରୁବାର ଦିନ ଅକ୍ଟୋବର 9 ତାରିଖ। ଆଉ ଆଜିର ପାଠ ହେଉଛି ସରପ୍ରାଇଜିଂ ଗ୍ରେସ୍, ଆଶ୍ଚର୍ଯ୍ୟଜନକ ଅନୁଗ୍ରହ। ଚାଲନ୍ତୁ ଏହା ଆଜି ଆମେ ଧ୍ୟାନ କରିବା ଆଉ ଶିଖିବା ସେହି ପ୍ରଭୁଙ୍କର ଆଶ୍ଚର୍ଯ୍ୟଜନକ ଅନୁଗ୍ରହ ବିଷୟରେ। ନିଜକୁ ସମର୍ପଣ କରି ଚାଲନ୍ତୁ ପ୍ରାର୍ଥନା କରିବା। ହେ ଆମ୍ଭମାନଙ୍କ ସର୍ବଶକ୍ତି ସର୍ବଜ୍ଞାନୀ ପ୍ରେମର ସାଗର, ଦୟାମୟ ଅନ୍ତର୍ଜମୀ ଅନୁଗ୍ରହ ପରମ ପିତା, ଧନ୍ୟବାଦ ଅର୍ପଣ କରୁଅଛୁ। ବର୍ତ୍ତମାନ ଯେଉଁ ସାବସ୍କ ପାଠ ଦ୍ୱାରା ତୁମ ସେହି ଜୀବନଦାୟକ ବାକ୍ୟ ଧ୍ୟାନ କରିବାକୁ ଯାଉଅଛୁ, ଏହା ବୁଝିବା ପାଇଁ, ଏହା ଜାଣିବା ପାଇଁ, ଏହା ଆମ ଅନ୍ତରରେ ରଖିବା ପାଇଁ ଆମମାନଙ୍କୁ ସେହି ବୁଦ୍ଧି ଜ୍ଞାନ ଶକ୍ତି ପ୍ରଦାନ କର। ବିଶେଷ ଭାବରେ ପବିତ୍ର ଆତ୍ମା ଦ୍ୱାରା ଆମମାନଙ୍କୁ ପରିଚାଳନା କର। ଯୀଶୁଙ୍କ ନାମରେ ଏହି ଛୋଟ ପ୍ରାର୍ଥନା କରୁଅଛି, ଶୁଣି ଗ୍ରହଣ କର। ଆମେନ୍। ପ୍ରିୟ ଶ୍ରୋତା, ପ୍ରିୟ ବନ୍ଧୁ, ଆଜି ଆମେ ଆଲୋଚନା କରିବାକୁ ଯାଉଅଛୁ ଏକ ଆଶ୍ଚର୍ଯ୍ୟଜନକ ଅନୁଗ୍ରହ, ସରପ୍ରାଇଜିଂ ଗ୍ରେସ୍। ସରପ୍ରାଇଜିଂ ଗ୍ରେସ୍, ଏକ ଆଶ୍ଚର୍ଯ୍ୟଜନକ ଅନୁଗ୍ରହ। ବନ୍ଧୁ, ଆଜି ଆମେ ବିଶେଷ ଭାବରେ ଦେଖିବା ଯେହୋଶୟ 9 ତାର 21 ରୁ 27 ପଦ। ଏଠି କୁହାଯାଉଅଛି ଏହିପରି ଯେ ଯେହୋଶୟ 9 ପର୍ବ ତାର 21 ରୁ 27 ପର୍ଯ୍ୟନ୍ତ। ଏଥିନିମନ୍ତେ ଅଧିପତିମାନେ ସେମାନଙ୍କୁ କହିଲେ, ଏମାନେ ଜୀବିତ ଥାଆନ୍ତୁ। ମାତ୍ର ଅଧିପତିଗଣର ବାକ୍ୟ ଅନୁସାରେ ସେମାନେ ସମସ୍ତ ମଣ୍ଡଳୀର କାଠ କଟାଲି ଓ ଜଳ କଡାଲି ହେବେ। ଏଉତାରେ ଯେହୋଶୟ ସେମାନଙ୍କୁ ଡକାଇ କହିଲେ, ଆମ୍ଭେମାନେ ତୁମମାନଙ୍କ ଠାରୁ ଅତି ଦୂରସ୍ଥ ଲୋକ, ଏହା କହି କାହିଁକି ତୁମେମାନେ ଆମମାନଙ୍କୁ ପ୍ରବଞ୍ଚନ କଲ? ତୁମେମାନେ ତ ଆମମାନଙ୍କ ମଧ୍ୟରେ ବାସ କରୁଅଛ। ଏଥିନିମନ୍ତେ ଏବେ ତୁମ୍ଭେମାନେ ଶାପଗ୍ରସ୍ତ ହେଲ। ଆମ୍ଭ ପରମେଶ୍ୱରଙ୍କ ଗୃହର କାଠ କଟାଲି ଓ ଜଲ କଡାଲି ହେବା ପାଇଁ ତୁମମାନଙ୍କ ମଧ୍ୟରୁ ବନ୍ଧାସ୍ତର ଅଭାବ ହେବ ନାହିଁ। ଏଥିରେ ସେମାନେ ଯୀହୋଶୁଆଙ୍କୁ ଉତ୍ତର କରି କହିଲେ, ତୁମମାନଙ୍କୁ ଏହି ସମସ୍ତ ଦେଶର ଦେବାକୁ ଓ ତୁମମାନଙ୍କ ସମ୍ମୁଖରୁ ଏହି ଦେଶ ନିବାସୀ ସମସ୍ତ ଲୋକଙ୍କ ବିନାଶ କରିବାକୁ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଆପଣା ସେବକ ମୋଶେଙ୍କୁ ଯେପରି ଆଜ୍ଞା ଦେଇଥିଲେ, ତାହା ନିଶ୍ଚିତ ତୁମ୍ଭ ଦାସମାନଙ୍କୁ କୁହାଯାଇଅଛି। ଏହେତୁ ଆମ୍ଭେମାନେ ତୁମମାନଙ୍କ ସମ୍ମୁଖରେ ଆପଣା ପ୍ରାଣ ବିଷୟରେ ଅତିଶୟ ଭୀତ ହୋଇ ଏହି କାର୍ଯ୍ୟ କରିଅଛୁ। ଏବେ ଦେଖନ୍ତୁ, ଆମ୍ଭେମାନେ ଆପଣଙ୍କ ହସ୍ତରେ ଅଛୁ। ଆମମାନଙ୍କ ପ୍ରତି ଯାହା କରିବା ଆପଣଙ୍କ ଦୃଷ୍ଟିରେ ଉତ୍ତମ ଓ ନ୍ୟାୟ, ତାହା କରନ୍ତୁ। ତହିଁରେ ସେମାନଙ୍କ ପ୍ରତି ତାହା ହିଁ କରି ଇସ୍ରାଏଲ ସନ୍ତାନଗଣ ହସ୍ତରୁ ରକ୍ଷା କଲେ। ଏଣୁ ସେମାନେ ସେମାନଙ୍କୁ ବୋଧ କଲେ ନାହିଁ। ଆଉ ଯେହୋଶୁଆ ସେମାନଙ୍କୁ ସେହି ଦିନରୁ ଆଜି ଯାଏ ସଦାପ୍ରଭୁଙ୍କ ମନୋନୀତ ସ୍ଥାନରେ ମଣ୍ଡଳୀର ଓ ସଦାପ୍ରଭୁଙ୍କ ଯଜ୍ଞବେଦୀର କାଠ କଟାଲି ଓ ଜଳ କଲାଡ଼ି କଲେ। ଆମେ ଏହିପରି
ଜିହୋଶୟ 9:21-27 ପର୍ଯ୍ୟନ୍ତ ଦେଖୁଅଛୁ। ବନ୍ଧୁ, ଯେହେତୁ ଏଇ ଯୋଉ ଲୋକମାନେ ଯାହା କଲେ ତାହା ସଦାପ୍ରଭୁଙ୍କର ହୋଇପାରେ, ସଦାପ୍ରଭୁଙ୍କର ଭୟରେ ଏମାନେ ଏହି ସବୁ କଲେ ବୋଲି ଆମେ ଦେଖୁଅଛୁ। ବନ୍ଧୁ, ଯଦିଓ ଇସ୍ରାଏଲ ଲୋକମାନେ ଗିବିଓନୀୟମାନଙ୍କ ଆକ୍ରମଣ କରିବାକୁ ଚାହୁଁଥିଲେ, ତଥାପି ସେଇ ଯୋର ସମାଜର ଲୋକ ଶାସକମାନେ ଦ୍ୱାରା ଶପଥ କରାଯାଇଥିଲା କି ସେମାନଙ୍କ ସହିତ ଏକ ଚୁକ୍ତି କରାଯାଇଥିଲା, ଯୋଗୁଁ ସେମାନଙ୍କୁ ଏହା ପଛକୁ ଯିବାକୁ ଅନୁମତି ଦିଆଯାଇ ନଥାନ୍ତା। ବନ୍ଧୁ, ଇସ୍ରାଏଲ ନେତାମାନେ ଏହି ନୀତି ଅନୁସାରେ କାର୍ଯ୍ୟ କରିଥିଲେ ଯେ ଏକ ଶପଥ ଯେପର୍ଯ୍ୟନ୍ତ ଏଥିରେ ଭୁଲ କିମ୍ବା ଅପରାଧିକ ଉଦ୍ଦେଶ୍ୟ ଅନ୍ତର୍ଭୁକ୍ତ ନଥାଏ, ଯାହା ଆମେ ବିଚାରକର୍ତ୍ତା 11:29-40 ଦେଖିବା। ଏହା ହେଉଛି ବାଧ୍ୟମୂଳକ, ଯଦିଓ ଏହା ଜଣଙ୍କର ବ୍ୟକ୍ତିଗତ ଆଘାତର କାରଣରେ ହୁଏ ବୋଲି। ସେହିପରି ଗୀତ ସଂହିତା 15:4, ଗୀତ ସଂହିତା 24:4 ଆଉ ଉପଦେଶ 5:2-6 ଆମେ ଦେଖୁଛୁ କି ପୁରୁଣା ନିୟମରେ ଶପଥ ନେବା ପୂର୍ବରୁ ବିବକ୍ଷଣ ହେବା ଏବଂ ଶପଥ ପାଳନ କରିବା ଧାର୍ମିକ ବ୍ୟକ୍ତିଙ୍କ ଗୁଣ ଭାବରେ ଦେଖାଯାଉଅଛି। କାରଣ ଶପଥ ଇସ୍ରାଏଲ ପରମେଶ୍ୱରଙ୍କ ପ୍ରଭୁଙ୍କ ନାମରେ କରାଯାଇଥିଲା। ନେତାମାନେ ଏହାକୁ ପରିବର୍ତ୍ତନ କରିପାରିବେ ନାହିଁ। ତେଣୁ ଇସ୍ରାଏଲ ନେତାମାନଙ୍କ ଦ୍ୱାରା ନିଆଯାଇଥିବା ଗମ୍ଭୀର ଶପଥ ସହିତ ଇସ୍ରାଏଲର ଭାଗ୍ୟ ଗିବିଓନୀୟମାନଙ୍କର ଭାଗ୍ୟ ସହିତ ଅବିଚ୍ଛିନ୍ନ ଭାବରେ ଜଡ଼ିତ ଥିଲା। ବନ୍ଧୁ, ପ୍ରକୃତରେ ପରମେଶ୍ୱରଙ୍କ ଗୃହ ପାଇଁ କାଠ କାଟିବା ଏବଂ ପରମେଶ୍ୱରଙ୍କ ଗୃହ ପାଇଁ ଜଳ ବାହକ ଭାବରେ ସେମାନଙ୍କ ନାମକରଣ ଦିଆଗଲା, ଯାହା ଆମେ ଜିହୋଶୟ 9:23 ଦେଖି ସାରିଛୁ। ବନ୍ଧୁ, ଗିବିଓନୀ ମାନେ ଇସ୍ରାଏଲର ଉପାସନା ସମ୍ପ୍ରଦାୟର ଏକ ଅଂଶ ହୋଇଗଲେ। ଜିହୋଶୟଙ୍କର ଉତ୍ତର ଇସ୍ରାଏଲର ଶାସକମାନଙ୍କ ନିଷ୍ପତ୍ତି ବିପରୀତ ବା ଯାହା ସମସ୍ତ ମଣ୍ଡଳୀ ପାଇଁ ଦାସତ୍ୱ ନିର୍ଣ୍ଣୟ କରିଥିଲା, ଯାହା ଆମେ ଜିହୋଶୟ 9:21 ଦେଖି ସାରିଛୁ। ବନ୍ଧୁ, ଗିବିଓନୀୟମାନଙ୍କର ପାଇଁ ଅଭିଶାପକୁ ଏକ ସମ୍ଭାବ୍ୟ ଆଶୀର୍ବାଦରେ ପରିଣତ କଲା ବୋଲି ଆମେ ଦ୍ୱିତୀୟ ସାମୁଏଲ 6:11 ଦେଖୁଛୁ। ଯଦି ଆମେ ଦେଖୁଛୁ ଅନ୍ୟ ଲୋକମାନଙ୍କୁ ମରାଗଲା ବା ସେମାନଙ୍କୁ ଆକ୍ରମଣ କରାଗଲା, ମାତ୍ର ଗିବିଓନୀୟମାନଙ୍କୁ ଆକ୍ରମଣ କରାଗଲାନି, ମାତ୍ର ସେମାନଙ୍କୁ ଜୀବନରେ ରହିବା ପାଇଁ ଦିଆଗଲା ଆଉ ସେମାନଙ୍କୁ ସୁରକ୍ଷା ବି କରାଗଲା। ମାନେ ଏହା ଏକ ଆଶୀର୍ବାଦ ଗିବିଓନୀୟମାନଙ୍କ ପାଇଁ ଥିଲା। ବନ୍ଧୁ, ଗିବିଓନୀୟମାନଙ୍କ ପରିବର୍ତ୍ତେ ଇତିହାସ ସହର ଉପଭୋଗ କରିଥିବା ଉଚ୍ଚ ଧାର୍ମିକ ସୁବିଧା ଏବଂ ପରମେଶ୍ୱରଙ୍କ ଲୋକଙ୍କ ପ୍ରତି ସେମାନଙ୍କର ବିଶ୍ୱସ୍ତତାର ସାକ୍ଷ୍ୟ ଦିଏ। ଇସ୍ରାଏଲ ଦ୍ୱାରା ନିଆଯାଇଥିବା ପ୍ରତିଜ୍ଞା ପିଢ଼ି ପରେ ପିଢ଼ି ପର୍ଯ୍ୟନ୍ତ ବଳବତ୍ତର ରହିଲା, ଯାହା ଫଳରେ ଇସ୍ରାଏଲୀୟମାନେ ବାବିଲୋନୀୟ ବନ୍ଦିତ୍ୱରୁ ଫେରି ଆସିଲେ ଗିବିଓନୀୟମାନେ ଜେରୁସାଲେମକୁ ପୁନଃନିର୍ମାଣ କରିବାରେ ସାହାଯ୍ୟ କରିଥିଲେ ବୋଲି ଆମେ ଦେଖୁଛୁ। ଯଦି ଆମେ ଦେଖିବା ନେହୁମ 7:5 ଦେଖିବା, ସେମାନେ ସାହାଯ୍ୟ କରିଥିଲେ। ସେମାନଙ୍କ କାର୍ଯ୍ୟର ଅନ୍ତକାଳୀନ ସକାରାତ୍ମକ ପରିଣାମ ହେବ, କିନ୍ତୁ
କେବଳ ପରମେଶ୍ୱରଙ୍କର ଅନୁଗ୍ରହ ଯୋଗୁଁ। ଯଦି ଗିବନୀୟମାନେ ରାହାବଙ୍କ ପରି ସେମାନଙ୍କର ପରିଚୟ ପ୍ରକାଶ କରି ଦୟା ଅନୁରୋଧ କରିଥାନ୍ତେ, ତେବେ କଣ ହୋଇଥାନ୍ତା ବନ୍ଧୁ? ଆମେ ଜାଣିନାହୁଁ, କିନ୍ତୁ ଆମେ ଏହି ସମ୍ଭାବନାକୁ ଅସ୍ୱୀକାର କରିପାରିବା ନାହିଁ ଯେ ପରମେଶ୍ୱରଙ୍କ ଇଚ୍ଛା ପରାମର୍ଶ ମଧ୍ୟ ଗିବନୀୟମାନଙ୍କୁ ବିନାଶରୁ ମୁକ୍ତ କରିପାରିଥାନ୍ତା। ପରମେଶ୍ୱର ଚରମ ଉଦ୍ଦେଶ୍ୟ ପାପୀମାନଙ୍କୁ ଦଣ୍ଡ ଦେବା ନୁହେଁ, ବରଂ ସେମାନଙ୍କୁ ଅନୁତାପ କରିବା ଏବଂ ସେମାନଙ୍କ ତାଙ୍କର ଦୟା ପ୍ରଦାନ କରିବା, ଏହା ହେଉଛି ପରମେଶ୍ୱରଙ୍କ ଇଚ୍ଛା, ଯାହା ଜିଜୁ କଲ 18:23 ଏବଂ ଜିଜୁ କଲ 33:11 ଆମେ ପାଉଛୁ ଯଦି ଆମେ ତୁଳନା କରି ଦେଖିବା। ସେହିପରି ଗିବିୟନୀୟ ମାନଙ୍କର ପ୍ରତାରଣା ପରମେଶ୍ୱରଙ୍କ ଦୟା, ତାଙ୍କ ଦୟାଳୁ ଏବଂ ନ୍ୟାୟପୂର୍ଣ୍ଣ ଚରିତ୍ର ପ୍ରତି ଏକ ଆବେଦନ ଭାବରେ ଗ୍ରହଣ କରିବାକୁ ପଡ଼ିବ। ବନ୍ଧୁ, ଏହା କେନାନୀୟ ମାନଙ୍କର ଅନୁତାପ କରିବାକୁ ଅସ୍ୱୀକାର ଏବଂ ପରମେଶ୍ୱରଙ୍କ ଉଦ୍ଦେଶ୍ୟ ପ୍ରତି ସେମାନଙ୍କର ଅପମାନନା ଥିଲା, ଯାହାଦ୍ୱାରା ତାଙ୍କ ସର୍ବୋତ୍ତର ସ୍ୱୀକୃତି। ବିଦ୍ରୋହୀ ଅପେକ୍ଷା ଶାନ୍ତି ପାଇଁ ସେମାନଙ୍କର ଇଚ୍ଛା ଏକ ମୂର୍ତ୍ତି ପୂଜା ପରିତ୍ୟାଗ କରି ଏକମାତ୍ର ସତ୍ୟ ଈଶ୍ୱର ଉପାସନା କରିବାକୁ ସେମାନଙ୍କର ଇଚ୍ଛାକୁ ସମ୍ମାନ କରାଯାଇଥିଲା। ବନ୍ଧୁ, ସାରା ରାତି ଚାଲି ସେ ସକାଳେ ଗିବିୟନ ସମ୍ମୁଖରେ ତାଙ୍କ ସୈନ୍ୟବାହିନୀ ଆଣିଥିଲେ। ଝିଅସିଅ ସେମାନଙ୍କ ଉପରେ ଥିବା ସମୟରେ ସଂଘୀୟ ରାଜକୁମାରମାନେ ଉଚିତ ସେମାନଙ୍କର ସୈନ୍ୟବାହିନୀକୁ ସହର ଚାରିପାଖରେ ଏକତ୍ର କରିଥିଲେ। ଏହି ଆକ୍ରମଣର ପରିଣାମ ସ୍ୱରୂପ ଆକ୍ରମଣକାରୀମାନେ ସମ୍ପୂର୍ଣ୍ଣ ବିଚଳିତ ହୋଇଗଲେ। ବିଶାଳ ସୈନ୍ୟବାହିନୀ ଜୋହସଙ୍କ ସମ୍ମୁଖରେ ପର୍ବତ ଘାଟି ଦେଇ ବେତ୍ ହେରୋନ ଉପରକୁ ପଳାଇଗଲେ ଏବଂ ଉଚ୍ଚତା ହାସଲ କରିବା ପରେ ସେମାନେ ଅନ୍ୟ ପାର୍ଶ୍ୱରେ ଥିବା ଧାରୁଆ ତଳକୁ ଧାଇଁ ଆସିଲେ। ଏଠାରେ ସେମାନଙ୍କ ଉପରେ ଏକ ଭୟଙ୍କର ବିଶାଳ ବୃଷ୍ଟି ପାଇଲା। ସଦାପ୍ରଭୁ ସ୍ୱର୍ଗରୁ ବଡ଼ ବଡ଼ ପଥର ଫୋପାଡ଼ି ଦେଲେ। ଇସ୍ରାଏଲ ସର୍ଦ୍ଦାର ମାନେ ଖଡ୍ଗର ଯେଉଁମାନଙ୍କୁ ହତ୍ୟା କରିଥିଲେ, ସେମାନଙ୍କ ଅପେକ୍ଷା ଶିଳାବୃଷ୍ଟିରେ ମୃତ୍ୟୁବରଣ କରିଥିବା ଲୋକଙ୍କ ସଂଖ୍ୟା ଅଧିକ ଥିଲା। ଯେତେବେଳେ ଇମୋରୀୟମାନେ ପର୍ବତ ଦୁର୍ଗରେ ଆଶ୍ରୟ ପାଇବା ପାଇଁ ଉଦ୍ଦିଷ୍ଟ ସେମାନଙ୍କର କିମ୍ବା ପଳାୟନ କରି ଜାରି ରଖିଥିଲେ, ଉପର ପାହାଡ଼ରୁ ତଳକୁ ଚାହିଁ ଜୋହସ ଦେଖିଲେ ଯେ ତାଙ୍କ କାର୍ଯ୍ୟ ସମାପ୍ତି ପାଇଁ ଦିନଟି ବହୁତ ଛୋଟ ହେବ। ଯଦି ସମ୍ପୂର୍ଣ୍ଣ ଭାବରେ ପରାସ୍ତ ନ ହୁଏ, ତେବେ ସେମାନଙ୍କର ଶତ୍ରୁମାନେ ପୁଣି ଏକାଠି ହେବେ ଏବଂ ସଂଘର୍ଷକୁ ନବୀକରଣ କରିବେ। ତାପରେ ଝିଅସିଂହ ସଦାପ୍ରଭୁଙ୍କୁ କହିଲେ, ଏବେ ସେ ଇସ୍ରାଏଲ ସମ୍ମୁଖରେ ରହିଲେ। ସୂର୍ଯ୍ୟ ଗିବନୀୟ ଉପରେ ସ୍ଥିର ହୋଇ ରହୁ ଏବଂ ହେ ଚନ୍ଦ୍ର ଅଜାଲନ ଉପତ୍ୟକାରେ ଲୋକମାନେ ସେମାନଙ୍କ ଶତ୍ରୁମାନଙ୍କ ଉପରେ ପରିଶୋଧ ନେବା ପର୍ଯ୍ୟନ୍ତ ସୂର୍ଯ୍ୟ ସ୍ଥିର ହୋଇ ରହିଲା ଏବଂ ଚନ୍ଦ୍ର ରହିଲା। ସୂର୍ଯ୍ୟ ଆକାଶର ମଧ୍ୟଭାଗରେ ସ୍ଥିର ହୋଇ ରହିଲା ଏବଂ ପ୍ରାୟ ଗୋଟିଏ ଦିନ ଅସ୍ତ ହେବାକୁ ଶୀଘ୍ର ଗଲା ନାହିଁ। ବନ୍ଧୁ, ଏଇ ଯୋଉ ପରିସ୍ଥିତି, ଏଇ ଯୋଉ ଗିବନୀୟ ମାନେ ଅନ୍ୟ ଶତ୍ରୁମାନେ ଦେଖିଲେ ବନ୍ଧୁ, ସେତେବେଳେ ସେମାନେ ନିଜକୁ ଇସ୍ରାଏଲ ପ୍ରଜାମାନଙ୍କ ଠାରେ ସମର୍ପଣ କଲେ। ବରଂ ଆମେ ଦେଖୁଛୁ, ହୋଇପାରେ ଈଶ୍ୱରଙ୍କର ଇଚ୍ଛା, ଯେହେତୁ ଆମେ ଦେଖୁଛୁ ଏଇ ଯୋଉ ଲୋକମାନେ
ଯେବେ ଇସ୍ରାଏଲ ପ୍ରଜାମାନେ ସେହି ରୋମିଓରୁ ଆପଣା ଦେଶକୁ ଆସିଲେ ସେତେବେଳେ ଏଇ ଗିବନୀୟ ମାନେ ହିଁ ସେମାନଙ୍କୁ ସାହାଯ୍ୟ କଲେ ଜେରୁସାଲେମର ମନ୍ଦିର ବାନ୍ଧିବା ପାଇଁ। ତାହେଲେ ବନ୍ଧୁ, ଈଶ୍ୱରଙ୍କର ଏକ ଆଶ୍ଚର୍ଯ୍ୟଜନକ ଅନୁଗ୍ରହ ଆଜି ବି ରହିଅଛି, ଆଜି ବି ରହିଅଛି। ଆଉ ସେ ଆଶ୍ଚର୍ଯ୍ୟଜନକ ଅନୁଗ୍ରହ ହୋଇପାରେ ଆମେ ଗିବନୀୟ ମାନଙ୍କ ପରିସ୍ଥିତିରେ ଅଛୁ। ଆଉ ସେହି ସମୟରେ ସେହି ଯେଉଁ ଆଶ୍ଚର୍ଯ୍ୟଜନକ ଅନୁଗ୍ରହ ଆମମାନଙ୍କୁ ପରମେଶ୍ୱର ଗ୍ରହଣ କରନ୍ତି। ଆଉ ସେଇ ଆଶ୍ଚର୍ଯ୍ୟଜନକ ଅନୁଗ୍ରହ ଆମେ ଯୀଶୁଖ୍ରୀଷ୍ଟଙ୍କ ଦ୍ୱାରା ପ୍ରଦାନ ପାଉଛୁ। ସେ ଆମମାନଙ୍କ ପାଇଁ ମୃତ୍ୟୁବରଣ କଲେ, ଯାହା ଦ୍ୱାରା ଆମେ ତାହାଙ୍କ ପାଖରେ ଆପଣା ମୁଣ୍ଡକୁ ଉଠେଇ କହିପାରୁଛୁ, ପ୍ରାର୍ଥନା କରିପାରୁଛୁ, ଯେହେତୁ ଆମ ଯୀଶୁ ଖ୍ରୀଷ୍ଟ ଆମମାନଙ୍କ ପାଇଁ ଏକ ଅନୁଗ୍ରହ ପ୍ରଦାନ କଲେ ତାଙ୍କ ମୃତ୍ୟୁ ଦ୍ୱାରା। ଏହା ହେଉଛି ଏକ ଆଶ୍ଚର୍ଯ୍ୟଜନକ ଅନୁଗ୍ରହ। ତାହେଲେ ଚାଲନ୍ତୁ ନିଜକୁ ସମର୍ପଣ କରି ତାହାଙ୍କ ମଧୁର ନାମରେ ଆମେ ପ୍ରାର୍ଥନା କରିବା। ହେ ଆମ୍ଭମାନଙ୍କ ସର୍ବଶକ୍ତି ସର୍ବଜ୍ଞାନୀ ପରମେଶ୍ୱର, ଧନ୍ୟବାଦ କରୁଅଛୁ। ବର୍ତ୍ତମାନ ଯେଉଁ ବାକ୍ୟ ତମ ସଭା ସ୍କୁଲ ମାଧ୍ୟମ ଦ୍ୱାରା ଆମେ ଶିଖିଲୁ କି ତୁମ ସେହି ଆଶ୍ଚର୍ଯ୍ୟଜନକ ଅନୁଗ୍ରହ ଯାହା ଆମେ ପ୍ରତିଦିନ ପାଉଅଛୁ, ଏଥିଯୋଗୁଁ ଆମେ ଧନ୍ୟବାଦ ଦେଉଅଛୁ ପ୍ରଭୁ। ବର୍ତ୍ତମାନ ଆମମାନଙ୍କୁ ସେହି ଅନୁଗ୍ରହରେ, ସେହି ଆଶୀର୍ବାଦରେ ପରିପୂର୍ଣ୍ଣ କର। ଆଉ ବିଶେଷ ଭାବରେ ସେହି ପବିତ୍ର ଆତ୍ମା ଦ୍ୱାରା ଆମକୁ ପରିଚାଳନା କର। ଆମ ପାପ ସବୁ ତୁମ ସେହି ବାହୁବଲ୍ୟ ରକ୍ତରେ ପରିଷ୍କାର ରୂପେ ଧୋଇଦିଅ। ଆଉ ପରିଶେଷ ଯେବେ ତୁମେ ତୁମ ସେହି ସହସ୍ର ଦୂତଙ୍କ ସହ ଆସିବେ, ସେତେବେଳେ ଆମମାନଙ୍କୁ ଏକ ବାସସ୍ଥାନ ଦିଅ ବୋଲି ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଙ୍କ ମଧୁରମୟ ନାମରେ ଏହି ଛୋଟ ବିକ୍ଷମ ଅଛି, ଶୁଣି ଗ୍ରହଣ କରନ୍ତୁ। ଆମେନ୍। ପ୍ରଭୁ ଆପଣମାନଙ୍କୁ ଆଶୀର୍ବାଦ କରନ୍ତୁ।